ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ରହିଛି ଅନେକ ରହସ୍ୟ, ଅନେକ କଥା ଲୁଚି ରହିଛି ମନ୍ଦିରକୁ ନେଇ, ଯାହା ମଧ୍ୟରୁ କିଛି ଲୁଚା କଥା ଆଜି ଆମେ ଆପଣଙ୍କ ସହ ସେୟାର କରିବୁ। ଚ୍ୟାନେଲକୁ ନୂଆ ଆସିଥିଲେ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓକୁ ଶେଷ ଯାଏ ଦେଖି ନିଜ ମତାମତ ନିହାତି ଜଣାଇବେ। ଶ୍ରୀକ୍ଷେତ୍ର ଧାମ, ଚାରିଧାମ ମଧ୍ୟରୁ ଶେଷ ଧାମ ପୁରୀ ଜଗନ୍ନାଥ ମନ୍ଦିର। ଅନେକ ଲୋକ ଏହି ମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଛୁଟେ ଏହି ମନ୍ଦିରକୁ। ଅଚ୍ୟୁତଙ୍କ ମାଳିକାରେ ବି ଏହି ମନ୍ଦିରକୁ ନେଇ ଅନେକ କଥା କୁହାଯାଇଛି। ସମୟକ୍ରମେ ଯାହାର ଦୃଶ୍ୟ ଏଠି ଦେଖିବାକୁ ମିଳୁଛି। କୁହାଯାଏ 7 ଜଣ ଚିରଞ୍ଜୀବୀ ମଧ୍ୟରୁ ହନୁମାନ, ଯିଏକି ଏବେ ବି ଏ ସଂସାରରେ ବଞ୍ଚିଛନ୍ତି, ଯାହାଙ୍କୁ ପ୍ରକୃତରେ ଦର୍ଶନ କରାଯାଇପାରିବ। ହେଲେ କିପରି? ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆପଣ ସବୁ ଦ୍ୱାର ବୁଲିଲେ ଦ୍ୱାର ପାଖରେ ହନୁମାନ ମନ୍ଦିର ଦେଖିବାକୁ ପାଇବେ। ତେବେ ଏଠି ହନୁମାନଙ୍କୁ ବାନ୍ଧି ରଖିଥିବାର ଶୁଣିବାକୁ ମିଳେ। ହେଲେ ହନୁମାନଙ୍କୁ ଶ୍ରୀମନ୍ଦିରରେ ବାନ୍ଧିଲା କିଏ, ଆଉ କାହିଁକି? ଆଜ୍ଞା ହଁ, ପୁରୀ ଶ୍ରୀମନ୍ଦିର ଭିତରେ ଅଛନ୍ତି ବେଡ଼ି ପକା ହନୁମାନ। ପ୍ରଭୁଙ୍କୁ ଏଠାରେ ବାନ୍ଧି କରି ରଖାଯାଇଛି। ପ୍ରଭୁ ବି ଏଠି ଖୁସିରେ ଖୁସିରେ ରହି ନିଜ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତଙ୍କ ଭଗବାନ ସେ, ଆଉ ଭଗବାନଙ୍କ ଭକ୍ତ। ନିଜ ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ସେ ଅବା କୁଆଡ଼େ ଯିବେ? ଗ୍ରନ୍ଥ ଅନୁଯାୟୀ ହନୁମାନ ହେଲେ ରାମ ଭକ୍ତ। ତେଣୁ ତାଙ୍କ ବିନା ଅନୁମତିରେ କେହି ବି ଭକ୍ତ ପ୍ରଭୁ ରାମଙ୍କୁ ଦର୍ଶନ କରିପାରିବେ ନାହିଁ। ସେହିପରି ହନୁମାନ ଜଗନ୍ନାଥଙ୍କ ସେବାରେ ମଧ୍ୟ ନିୟୋଜିତ ଅଛନ୍ତି। ତାଙ୍କ ବିନା ଅନୁମତିରେ ମହାପ୍ରଭୁଙ୍କ ପାଖକୁ କେହି ବି ପ୍ରବେଶ କରିପାରିବେ ନାହିଁ। ତାଙ୍କ ସୁରକ୍ଷାରେ ସେ ସବୁବେଳେ ଥାନ୍ତି। ମହାପ୍ରଭୁଙ୍କ ସବୁ କଥାକୁ ହନୁମାନ ମାନନ୍ତି। ଲୀଳାମୟ ଠାକୁରଙ୍କ କେତେ ଯେ ଲୀଳା ଲୁଚି ରହିଛି, ତାହା ସମସ୍ତେ ଜାଣିବା ମୁସ୍କିଲ। ହନୁମାନ ଏହି ବେଢ଼ାରେ ଚତୁର୍ଦିଗରେ 4ଟି ରୂପରେ ବିରାଜମାନ ହୋଇ ପ୍ରଭୁଙ୍କୁ ତଥା ଦେଉଳକୁ ସୁରକ୍ଷା ଦେଉଛନ୍ତି। ତେବେ 4 ଦିଗ ମଧ୍ୟରୁ ଉତ୍ତର ଦିଗରେ ପ୍ରଭୁ ହନୁମାନଙ୍କୁ ସ୍ୱର୍ଣ୍ଣ ବେଡ଼ିରେ ବନ୍ଧାଯାଇ ରଖାଯାଇଛି। ହେଲେ କ'ଣ ପାଇଁ? ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ଦେବଙ୍କ ଢେଉର ଧ୍ୱନିକୁ ରୋକିବା ପାଇଁ ହନୁମାନ ଚତୁଃପାର୍ଶ୍ୱରେ ଏକ ବଳୟ କରିଥିଲେ। ହନୁମାନ ଯେବେ ଯେବେ ବେଢ଼ାକୁ ପ୍ରବେଶ କରନ୍ତି, ସମୁଦ୍ର ଦେବ ମଧ୍ୟ ତାଙ୍କ ସହ ପ୍ରବେଶ କରିଯାଆନ୍ତି। ସେ ବଳୟ ଭାଙ୍ଗିଯାଏ। ଏହା ପାଇଁ ପୁରୀବାସୀ ତଥା ପଣ୍ଡା ଓ ସେବକମାନଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼େ। ଥରେ ପଣ୍ଡା ତଥା ସେବାୟତ ମହାପ୍ରଭୁଙ୍କୁ ଗୁହାରି କରି ସମାଧାନ ପାଇଁ କହିଲେ। ଦେବାଧିଦେବ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପ୍ରାର୍ଥନା ଶୁଣି ଉତ୍ତର ଦିଗରେ ହନୁମାନଙ୍କୁ ସ୍ୱର୍ଣ୍ଣ ବେଡ଼ିରେ ବାନ୍ଧି ରଖିଦେଲେ। ଯାହାପରେ ବଳୟ ଭାଙ୍ଗିଲା ନାହିଁ କି ସମୁଦ୍ର ଦେବ ଆଉ ଆସିପାରିଲେ ନାହିଁ। ସେଇ ଦିନଠୁ ସମୁଦ୍ର ଦେବ ଯେପରି ନଗରୀ ଭିତରକୁ ପ୍ରବେଶ କରିପାରିବେ ନାହିଁ, ଏହାର ସୁରକ୍ଷା ତଥା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ହନୁମାନଙ୍କୁ ଦେଇଦେଲେ। ତା ପରଠୁ ହନୁମାନ ସେଠି ବନ୍ଧନରେ ରହି ପୁରା ନଗରୀକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ତେବେ ବିଶ୍ୱାସ ରହିଛି, ବେଡ଼ି ହନୁମାନ ମନ୍ଦିରକୁ ପ୍ରଥମରେ ଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ସବୁ ଇଚ୍ଛା ଜଲ୍ଦି ପୂର୍ଣ୍ଣ ହୋଇଯାଏ। ଏବେ ଆପଣ ବି ଯେବେ ଶ୍ରୀମନ୍ଦିର ଯିବେ, ତେବେ ନିହାତି ଭାବେ ପ୍ରଥମରେ ବେଡ଼ି ହନୁମାନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ପାଖକୁ ଯାଆନ୍ତୁ। ଦେଖିବେ ଆପଣଙ୍କ ସବୁ ଇଚ୍ଛା ଜଲ୍ଦି ପୂରଣ ହୋଇଯିବ। ରହୁଛୁ। ଜୟ ଜଗନ୍ନାଥ।